মনে রখন্তু বন্ধু, এই জীবনটা খরাপ নুহে, সময়টা খরাপ চালিছি। টিকে অপেক্ষা কর, সময় ସବୁକିଛି ସୁଧ ମୂଳ ସହ ଫେରାଇ ଦେବ। ଟଙ୍କାର ମହତ୍ତ୍ୱ ଆଜି ଏତେ ବଢ଼ିଯାଇଛି ବନ୍ଧୁ, ପାଖରେ ଥିଲେ ପର ବି ଆପଣାର କରି ନେଉଛନ୍ତି, ଆଉ ପାଖରେ ନଥିଲେ ନିଜର ବି ପର କରିଦେଉଛନ୍ତି। ବୁଦ୍ଧିମାନ ଲୋକ ଯୁକ୍ତିଠାରୁ ଦୂରେଇ ରହିବା ପାଇଁ ଭୁଲ ଦେଖି ମଧ୍ୟ ଚୁପ୍ ରହିଥାଏ। ମାତ୍ର ମୂର୍ଖ ଲୋକଟି ଭାବେ କି ମୋତେ ଏ ଦୁନିଆରେ କେହି ଜଣେ ବି ଯୁକ୍ତିରେ ପାରିବେ ନାହିଁ। ନିଜର ଗୁପ୍ତ କଥା ନିଜ ଭିତରେ ହିଁ ସୀମିତ ରଖନ୍ତୁ। ସବୁ କଥା ବ୍ୟଗ୍ରତାରେ ଆସି ସମସ୍ତଙ୍କୁ କହିଦିଅ ନାହିଁ। ଲୋକ ସମୟ ଆସିଲେ ସେଇ କଥା କହି ମଜାକ କରିବାକୁ କେବେ ପଛାଇବେ ନାହିଁ। କର୍ମ ଅଭାବରୁ ହିଁ ଆମକୁ ଦୁଃଖ ମିଳିଥାଏ। ଭାଗ୍ୟକୁ ଦୋଷ ସଜେ ଲାଭ ବା କ'ଣ? ଯେବେ ପାପ ଆମେ କରିଛେ ତେବେ ଫଳ ମଧ୍ୟ ଆମକୁ ହିଁ ଭୋଗିବାକୁ ପଡ଼ିବ। ଜୀବନରେ ସବୁବେଳେ ସନ୍ତୁଷ୍ଟ ରୁହନ୍ତୁ, କିନ୍ତୁ ଆଶା ଛାଡ଼ନ୍ତୁ ନାହିଁ। କାହିଁକି ନା ଆଶା ଏକ ଏମିତି ଜିନିଷ ଯାହା ବିନା ମଣିଷ ବଞ୍ଚିପାରିବ ନାହିଁ। ଚାବି ବିନା କେବେ ବି ତାଲା ତିଆରି ହୋଇନଥାଏ। ସେହିପରି ଭଗବାନ କେବେ ବି ଏମିତି ଅସୁବିଧା ସୃଷ୍ଟି କରନ୍ତି ନାହିଁ ଯାହାର ସମାଧାନ ହିଁ ନଥିବ। ଖାଲି ଆମକୁ ଧୈର୍ଯ୍ୟର ଆବଶ୍ୟକ ଅଛି, ଠିକ୍ ସମୟ ଆସିବା ପର୍ଯ୍ୟନ୍ତ। ତ ବନ୍ଧୁ, ମୋର ଏଇ ଛୋଟ ଛୋଟ କଥା ଯଦି ଆପଣଙ୍କୁ ଭଲ ଲାଗିଥିବ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସପୋର୍ଟ କରିବ।